ମୁଁ ରାମକୃଷ୍ଣ ନାୟକ ଆଡଭୋକେଟ ପାଳାଖେଣ୍ଡ ବାର୍ ଆସୋସିଏସନ ଆଜି ଆମର ଯୋଉ ବାର୍ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ମୁଁ ସଭାପତି ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି ଆଉ ସେଥିରେ ମୁଁ ଆଜି ବିଜୟ ଲାଭ କରିଛି। ଆଉ ଆମର ଯୋଉ 12 ସଦସ୍ୟ ମାନେ ମୋତେ ବିପୁଳ ପରିମାଣର ଭୋଟ ଦେଇ ଯୁକ୍ତ କରାଇଛନ୍ତି ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି। ଆଉ ପାଳାଖେଣ୍ଡ ଆଗାମୀ ଦିନରେ ଆମ ଓକିଲ ମାନଙ୍କର ଯୋଉ ମୌଳିକ ଅସୁବିଧା ଗୁଡ଼ିକ ଅଛି ତା ଦୂର କରିବା ଦିଗରେ ମୁଁ କାର୍ଯ୍ୟ କରିବି ଏବଂ ତା ସହିତ ପାଳାଖେଣ୍ଡର ମଧ୍ୟ କେତେ ଗୁଡ଼ିଏ ଅସୁବିଧା ରହିଛି ସେଗୁଡ଼ିକୁ ମଧ୍ୟ ଦୂର କରିବା ଦିଗରେ ଚେଷ୍ଟା କରିବି। ସାର୍ ସାଧାରଣ ଲୋକମାନଙ୍କ ସହିତ ଆପଣଙ୍କର ସବୁବେଳେ ଯୋଉ ରହିଛି ମାନେ ଜର୍ଜ ସମୟରେ ସେ ସବୁରେ ମଧ୍ୟ ଲୋକମାନଙ୍କୁ କିପରି ସାହାଯ୍ୟ କରିବେ ବୋଲି ଆପଣ ଭାବୁଛନ୍ତି? ଆଗରୁ ରହିଥିଲା ବର୍ତ୍ତମାନ ମଧ୍ୟ ରହିଛି ଆଉ ସେମାନଙ୍କର ଯୋଉ ଅସୁବିଧା ଅଛି ସେ ଦୂର କରିବା ଦିଗରେ ଆଗାମୀ ଦିନରେ ମୁଁ ଚେଷ୍ଟା କରିବି। ମୁଁ କାଶୀନାଥ ଦାସ ସମ୍ପାଦକ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିଲି। ବହୁ ଭୋଟରେ ବିଜୟ ହୋଇଥିବାରୁ ମୁଁ ଆଜି ପାଳାଖଣ୍ଡି ବାର୍ ଆସୋସିଏସନର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସାର୍ ଆପଣଙ୍କର ଜିତିଲା ପରେ କ'ଣ ସବୁ ମୁଖ୍ୟ ଭୂମିକା ରହିବ, କ'ଣ କରିବେ? ବର୍ତ୍ତମାନ ଆମର ନୂଆ ବାର୍ ରୁମ୍ ତିଆରି ସାରିଛି, ତା ଉନ୍ମୋଚନ କରିବା ଆମର ପ୍ରଥମ ଲକ୍ଷ୍ୟ ରହିବ। ଆଉ କାରଣ ସେଇ ପାଳାଖଣ୍ଡି ବାର୍ କ୍ୟାଣ୍ଟିନ୍ ଗୋଟେ ବର୍ତ୍ତମାନ ବନ୍ଦ ହୋଇ ରହିଛି, କ୍ୟାଣ୍ଟିନ୍କୁ କେମିତି ଉନ୍ମୋଚନ ସେଟା ପାଇଁ ମଧ୍ୟ ମୁଁ ଦୃଷ୍ଟି ଆକର୍ଷଣ କରିବି। ଆଉ ଆମର କୌଣସି ପ୍ରକାରର କେତେ ଜର୍ଜ ନାହାନ୍ତି କି ଇଏ ଟ୍ରାନ୍ସଫର ହେବ, ଏ ମଝିରେ ଯାହା ହେବ ତା ପୂରଣ କରିବି ବୋଲି ମୁଁ ଆଜି ଆପଣମାନଙ୍କର ଇଏରେ ମୁଁ ପ୍ରତିଶ୍ରୁତି ଦେଉଛି। ସାଧାରଣ ଲୋକମାନଙ୍କ ପାଇଁ ଆପଣଙ୍କର କ'ଣ ସବୁ କର୍ତ୍ତବ୍ୟ ରହିବ? ପାଳାଖଣ୍ଡି ଏକ ପଛୁଆ ଗାଁ, ଏଠି ବହୁତ ସମସ୍ୟା ଅଛି କିନ୍ତୁ କୌଣସି ପ୍ରକାରର ସରକାର ପଦକ୍ଷେପ ନେଉନାହାନ୍ତି। ତା ବିରୁଦ୍ଧରେ ଆଗାମୀ ଦିନରେ ଆମେ ଆନ୍ଦୋଳନ ଜାରି ରଖିବୁ। ଆଡଭୋକେଟ ପାଳାଖେଣ୍ଡ ବାର୍ ସମ୍ପର୍କରୁ ଏଥର ମୁଁ ଉପସଭାପତି ନାମରେ ପ୍ରତିଦ୍ୱନ୍ଦିତା କରିଥିଲି, ଜିତିଲି। ମୁଁ ମୋର ଜିତା ନାହିଁ, ଏଇଟା ଆମର ସବୁ ଆଡଭୋକେଟ ଭାଇମାନେ ମୋତେ ଯେଉଁ ସମର୍ଥନ କଲେ ସେଥିରେ ମୁଁ ଜିତିପାରିଲି। ଆଉ ଗୋଟେ ଜିନିଷ କହିବାର ଅଛି କ'ଣ ମାନେ ଆମ ବାର୍ଟା ପ୍ରକୃତରେ ଟିକେ ଅସୁବିଧା ୱିକ୍ ଅଛି, ମାନେ ବହୁତ ଆଡଭୋକେଟ ମରିଯାଇଛନ୍ତି, ଆଉ କେତେ ଆଡଭୋକେଟ ନାହାନ୍ତି, କେତେ ଆଡଭୋକେଟ କୁଆଡ଼େ ଅଛନ୍ତି। ଏଇଟା ପୁରୁଣା ଜାଗା ବୋଲି ଚଳେ, ପାଳାଖେଣ୍ଡ ପୁରୁଣା ଜାଗା। ପାଳାଖେଣ୍ଡରେ ବହୁତ ଇମ୍ପ୍ରୁଭମେଣ୍ଟ ଦରକାର। ସୋସାଇଟି ଚାହୁଁଛନ୍ତି କେମିତି ବୁଦ୍ଧିଜୀବୀ ମାନେ ଆଗକୁ ଆସନ୍ତୁ, ବୁଦ୍ଧିଜୀବୀ ମାନେ ଆଗକୁ ଆସିଲେ ହିଁ ଆଉ ପାଳାଖେଣ୍ଡ ସମୟ ଉନ୍ନତି ହେବ। ଆପଣ ଦେଖନ୍ତୁ ଏବେ ପାଳାଖେଣ୍ଡରେ ରାସ୍ତାଘାଟ ଦେଖନ୍ତୁ, ରାସ୍ତାଘାଟ ଅବସ୍ଥା କହିଲେ ନ ସରେ, ଏତେ ଅସୁବିଧା ଯେ କହିବେ ନାଳ ଜାଗା ନାଳ ନର୍ଦ୍ଦମା ବୁଲୁଛି, କୁକୁର ଗଣ୍ଡେ ବୁଲୁଛନ୍ତି ବାହାରେ, ଆଉ ବିଭିନ୍ନ ପ୍ରକାର ଟ୍ରାଫିକ ଆକ୍ସିଡେଣ୍ଟ ମାନେ ହେଉଛି। ଏ ସବୁ ଯାକ ଅସୁବିଧା ରହୁଛି। ଆମେ ଗୋଟେ ଓକିଲ, ଆମେ ବୁଦ୍ଧିଜୀବୀ, ଯଦି ଆମେମାନେ ସମାଜ ପାଇଁ କିଛି ନ ଲଢ଼ିବା, ସମାଜ ପାଇଁ କିଛି କରିବାନି। ଆଉ ଗୋଟେ ମୋର ମେନ୍ ହେଉଛି ଆମେ ଚାହିଁଲେ ମୁଁ କିଛି କରିପାରିବା ନ କରିବା ଅଲଗା କଥା, ଆମେ ଚାହୁଁଛୁ କିଛି ପଲିଟିକାଲ ଲିଡରକୁ ଏଥିରେ ଇନଭଲ୍ଭ କରିବା ମୁଁ ଚାହୁଁଛି। ମୋର ଅନୁମାନ ହେଉଛି କ'ଣ ଆମର ପ୍ରେଜେଣ୍ଟ MLA ଅଛନ୍ତି ମାନନୀୟ ଇଞ୍ଜିନିୟର ରୂପେଶ ପାଣିଗ୍ରାହୀ ବାବୁ, ଆଉ ସେମିତି ଆମର ex MLA ନାରାୟଣ ରାଓ ବାବୁ, ପ୍ରେଜେଣ୍ଟ MP ପ୍ରଦୀପ ପାଣିଗ୍ରାହୀ ବାବୁ, ସେମିତି ଆମର ବର୍ତ୍ତମାନ ବହୁତ କଂଗ୍ରେସ ଦାଶରଥୀ ଗମାଙ୍ଗ ଥିଲେ ଅଛନ୍ତି କହିପାରିବିନି, ତ ତାଙ୍କୁ ମଧ୍ୟ ଆମେ ସମର୍ଥନ କରୁଛୁ। ଏମିତି ସମସ୍ତଙ୍କୁ ଡାକିକି ଆମ ବାର୍ଟାକୁ ଇମ୍ପ୍ରୁଭ କରିବା ପାଇଁ ଦେଉଛୁ। ଆଉ ଏ ବର୍ଷ ପ୍ରଥମ ଟାସ୍କ ହେଉଛି ଯେ ଆମର ବାର୍ଟା ଏଇଠୁ ଝିପିକି ଅନ୍ୟତ୍ର ଜାଗାକୁ ଯିବ, ସେଇଟା ମଧ୍ୟ ବିଭିନ୍ନ ପ୍ରକାର ଟାସ୍କ ରହିଛି ଆମର। କରେଣ୍ଟ ବିଲ୍ ବନ୍ଧା ହେବ, ଇଏ କେମିତି ବନ୍ଧା ହେବ, ଲୋକମାନେ କେମିତି ଆସିବେ, ଲୋକମାନେ କେମିତି ଫିଲ୍ କରିବେ ଯେ ଆମ ଆଡଭୋକେଟ ମାନେ ସେମାନେ କେମିତି ସାହାଯ୍ୟ କରୁଛନ୍ତି, ସହାନୁଭୂତି ଦେଖାଉଛନ୍ତି। ସେଇଟା ପାଇଁ ଆମକୁ କୋର୍ଟ ଗୋଟେ ବାର୍ ଗୋଟେ ତିଆରି କରିଦେଇଛି। ସେ ବାର୍ଟା ଏଇ ବର୍ଷ ମାନେ ଆମେ ପଳେଇଯିବୁ ସେଠିକି, ସେଇଠି ଯାଇକି ଡେଭଲପମେଣ୍ଟ କରିବୁ। ଆମେ ଚାହୁଁଛୁ ଯେ ଯେଉଁମାନେ ଜିତିଛନ୍ତି ନିର୍ବାଚନ ପ୍ରାର୍ଥୀ, ଯେଉଁମାନେ MLA ଯାଇଛନ୍ତି, ସେମାନେ ଆମ ବାର୍କୁ କିଛି ସମର୍ଥନ କରିବାକୁ ପଡ଼ିବ ଯେ ଆମେ ମାନେ ଉନ୍ନତି, ବାର୍ ଉନ୍ନତି ହେଲେ ଆଡଭୋକେଟ ଉନ୍ନତି ହେବ, ଆଡଭୋକେଟ ଉନ୍ନତି ହେଲେ ସମାଜର ଉନ୍ନତି ହେବ। ଏଇଆ ଭାଇ ଆପଣଙ୍କୁ ପ୍ରତିଶ୍ରୁତି ମୁଁ ଦେଇପାରିବି।